କୁହୁକି ବନ ଭିତରକନିକା କ୍ୱେଶ୍ଚନ୍ ଆଣ୍ଡ ଆନ୍ସାର। 1 ନମ୍ବରଟି କହିଛି ଆସ ଦୁଇ ଦଳ ହୋଇ ବସିବା ଓ ତଳ ଲିଖିତ ପ୍ରଶ୍ନଗୁଡ଼ିକୁ ପଚରା ପଚରି ହେବା। କ ନମ୍ବରଟି କହିଛି ଭିତରକନିକା କେଉଁ ଜିଲ୍ଲାରେ ଅବସ୍ଥିତ? ଆନ୍ସାର ଭିତରକନିକା କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ। ଖ ନମ୍ବରଟି କହିଛି ବଙ୍ଗୋପସାଗର ଭିତରକନିକାର କେଉଁ ଦିଗରେ ଅବସ୍ଥିତ? ଆନ୍ସାର ବଙ୍ଗୋପସାଗର ଭିତରକନିକାର ପୂର୍ବ ଦିଗରେ ଅବସ୍ଥିତ। ତାପରେ ଗ ନମ୍ବରଟି କହିଛି ଭିତରକନିକାର ନଦୀ ନାଳରେ କି କି ମାଛ ମିଳେ? ଆନ୍ସାର ଭିତରକନିକାର ନଦୀ ନାଳରେ ଭେକ୍ଟି, ଇଲିଶି, ଖଇଙ୍ଗା, କଣ୍ଟିଆ, ଜଳଙ୍ଗ, ଖୋରାଣ୍ଡି ପ୍ରଭୃତି ବିଭିନ୍ନ ପ୍ରକାର ଲୁଣି ମାଛ ମିଳେ। ତାପରେ ଘ ନମ୍ବରଟି କହିଛି ଭିତରକନିକାରେ କି କି ଗଛ ରହିଛି? ଆନ୍ସାର ଭିତରକନିକାରେ ରାଇ, ବଣିଆ, ପିତାମାରି, ସୁନ୍ଦରୀ, ହେନ୍ତାଳ, ଗୁଆଁ, ବଣି, କେରୁଆଁ, ସିଙ୍ଗେଡ଼ା, ରୁଅ, ପାଣିଆମ୍ବ ଓ ବଣଲେମ୍ବୁ ଗଛ ରହିଛି। ତାପରେ ଓ ନମ୍ବରଟି କହିଛି ଭିତରକନିକା ଅଭୟାରଣ୍ୟରେ କି କି ଜୀବଜନ୍ତୁ ଦେଖାଯାଆନ୍ତି? ଆନ୍ସାର ଭିତରକନିକା ଅଭୟାରଣ୍ୟରେ ଶିଆଳ, ହେଟାବାଘ, ବାରହା, ସମ୍ବର, ବଣଘୁଷୁରି, କଟାସ, ଗଧିଆ, ଅଧ, ଝିଙ୍କ ଓ ନେଉଳ ଆଦି ବିଭିନ୍ନ ଜୀବଜନ୍ତୁ ଦେଖାଯାଆନ୍ତି। ଚ ନମ୍ବରଟି କହିଛି ସରକାର କେବେ ଭିତରକନିକାକୁ ଅଭୟାରଣ୍ୟ ରୂପେ ଘୋଷଣା କଲେ? ଆନ୍ସାର ସରକାର 1975 ମସିହାରେ ଭିତରକନିକାକୁ ଅଭୟାରଣ୍ୟ ରୂପେ ଘୋଷଣା କଲେ। ତାପରେ 2 ନମ୍ବରଟି କହିଛି ଆସ ଉତ୍ତର ଲେଖିବା। କ ନମ୍ବରଟି କହିଛି ଭିତରକନିକାକୁ ମୋଟର ଲଞ୍ଚରେ ଗଲାବେଳେ କେଉଁ ଦୃଶ୍ୟ ଦେଖିବାକୁ ମିଳେ? ଆନ୍ସାର ଭିତରକନିକାକୁ ମୋଟର ଲଞ୍ଚରେ ଗଲାବେଳେ ନଦୀ ଏବଂ ନାଳର ଉଭୟ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲର ଦୃଶ୍ୟ ଦେଖିବାକୁ ମିଳିବ ଏବଂ ଚଢ଼େଇମାନଙ୍କର କିଚିରି ମିଚିରି ଶବ୍ଦ, ମାଙ୍କଡ଼ମାନଙ୍କର ହୁଙ୍କାର ଓ ମାଛରଙ୍କା ଚଢ଼େଇମାନଙ୍କର ଆକାଶରେ ଘୁରି ଘୁରି ପାଣି ଉପରକୁ ଲମ୍ଫ ଦେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ। ଖ ନମ୍ବରଟି କହିଛି ଭିତରକନିକାକୁ ବିଦେଶୀ ପକ୍ଷୀମାନେ କେଉଁ ଦେଶରୁ ଆସିଥାନ୍ତି? ଆନ୍ସାର ଭିତରକନିକାକୁ ବିଦେଶୀ ପକ୍ଷୀମାନେ ସୁଦୂର ସାଇବେରିଆ, କାସ୍ପିଆନ ସାଗର ଏବଂ କାଲିଫର୍ଣ୍ଣିଆରୁ ଆସିଥାନ୍ତି। ତାପରେ ଗ ନମ୍ବରଟି କହିଛି ହେନ୍ତାଳ ଗଛ ଲୋକମାନଙ୍କର କି ଉପକାର କରିଥାଏ? ଆନ୍ସାର ହେନ୍ତାଳ ଗଛଗୁଡ଼ିକ ଦେଖିବାକୁ ଛୋଟ ଆକାରର ଖଜୁରୀ ଗଛ ଭଳି। ଏହାର ସରୁ ସରୁ ଗଣ୍ଡି ଖୁବ୍ ମଜବୁତ। ତାହା ଲୋକମାନଙ୍କର ଘର ତିଆରି କାମରେ ଲାଗେ। ଏହାର ପତ୍ରଗୁଡ଼ିକୁ ପିଞ୍ଛ କୁହାଯାଏ। ଏହା ଛାଞ୍ଚୁଣୀ ତିଆରି କାମରେ ଲାଗେ। ଘ ନମ୍ବରଟି କହିଛି ଭିତରକନିକା ଅଞ୍ଚଳରେ ଭୂମି କାହିଁକି ସର୍ବଦା ସନ୍ତସନ୍ତିଆ ରହେ? ଆନ୍ସାର ଜୁଆରିଆ ପାଣି ଯୋଗୁଁ ଭିତରକନିକା ଅଞ୍ଚଳରେ ଭୂମି ସର୍ବଦା ସନ୍ତସନ୍ତିଆ ରହେ। ଓ ନମ୍ବରଟି କହିଛି ଭିତରକନିକା ସମଗ୍ର ପୃଥିବୀରେ କେଉଁଥିପାଇଁ ଖ୍ୟାତି ଅର୍ଜନ କରିଛି? ଆନ୍ସାର ଭିତରକନିକା ବଉଳା କୁମ୍ଭୀର ଓ ଅଲିଭ୍ ରିଡଲେ କଇଁଛ ପାଇଁ ସମଗ୍ର ପୃଥିବୀରେ ଖ୍ୟାତି ଅର୍ଜନ କରିଛି। ଚ ନମ୍ବରଟି କହିଛି ଭିତରକନିକା ଲୁଣା ଜଙ୍ଗଲ କି ଉପକାରରେ ଆସେ? ଆନ୍ସାର ଭିତରକନିକା ଲୁଣା ଜଙ୍ଗଲ ଗୁଡ଼ିକ ଏକ ଅଞ୍ଚଳର ମୃତ୍ତିକା କ୍ଷୟ ରୋକିବା ସହିତ ଭୟଙ୍କର ବନ୍ୟା, ବାତ୍ୟା ଓ ସାମୁଦ୍ରିକ ଢେଉରୁ ଲୋକମାନଙ୍କର ଧନଜୀବନ ରକ୍ଷା କରିଥାଏ। ତାପରେ 3 ନମ୍ବରଟି କହିଛି ଆସ ବୁଝିବା ଓ ଏହାକୁ ସରଳ ଭାଷାରେ ଲେଖିବା। ସ୍ୱାଧୀନତାର ଯେ କି ସୁଖ ଓ ଆନନ୍ଦ ତାହା ଏହି ପ୍ରାଣୀମାନଙ୍କୁ ଦେଖିଲେ ଅନୁଭବ କରିହୁଏ। ଆନ୍ସାର ସ୍ୱାଧୀନତାର ... କରିହୁଏ। ଉକ୍ତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ କଳିକା ପୁସ୍ତକର କୁହୁକି ବନ ଭିତରକନିକା ବିଷୟରୁ ଆନିତ। ଏହି ପ୍ରସଙ୍ଗରେ ଲେଖକ ଡକ୍ଟର ଶରତ କୁମାର ବିଶ୍ୱାଳ ଭିତରକନିକା ଅଭୟାରଣ୍ୟର ବନ୍ୟଜନ୍ତୁମାନଙ୍କର ସ୍ୱାଧୀନତାର ସୁଖ ବିଷୟରେ ବର୍ଣ୍ଣନା କରିଛନ୍ତି। ଭିତରକନିକାକୁ 1975 ମସିହାରେ ଅଭୟାରଣ୍ୟ ରୂପେ ଘୋଷଣା କରାଯାଇଛି। ସେଠାରେ କେହି କୌଣସି ଜୀବଜନ୍ତୁକୁ ଶିକାର କରିପାରିବେ ନାହିଁ। ଏହି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନରେ ବନ୍ୟଜନ୍ତୁମାନେ ସ୍ୱାଧୀନ ଭାବରେ ବିଚରଣ କରନ୍ତି। ଶିଆଳ, ବାରହା, ସମ୍ବର ଠାରୁ ହରିଣ ପର୍ଯ୍ୟନ୍ତ ସମସ୍ତେ ନିଜର ସ୍ୱାଧୀନ ବିଚରଣ କରନ୍ତି। ସ୍ୱାଧୀନତାର ଯେ କି ସୁଖ ଓ ଆନନ୍ଦ ତାହା ଏହି ପ୍ରାଣୀମାନଙ୍କୁ ଦେଖିଲେ ଅନୁଭବ କରିହୁଏ। ପ୍ରସଙ୍ଗଟି ମନଛୁଆଁ। ତାପରେ 4 ନମ୍ବରଟି କହିଛି ଆସ ତଳ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଲେଖିବା। ସନ୍ତସନ୍ତିଆ ଜୁଆରିଆ ପାଣି ଯୋଗୁଁ ଭିତରକନିକାର ଭୂମି ସବୁବେଳେ ସନ୍ତସନ୍ତିଆ ଥାଏ। ନିରାପଦ ଭିତରକନିକାରେ ଜୀବଜନ୍ତୁମାନେ ନିରାପଦରେ ବିଚରଣ କରନ୍ତି। ଗନ୍ତାଘର ଭିତରକନିକା ହେଉଛି ସୌନ୍ଦର୍ଯ୍ୟର ଗନ୍ତାଘର। ରମଣୀୟ ଚିଲିକାର ରମଣୀୟ ଦୃଶ୍ୟ ଦେଖି କିଏ ମୋହିତ ହେବ ନାହିଁ। କଳରବ ନନ୍ଦନକାନନରେ
ପଶୁପକ୍ଷୀମାନଙ୍କର କଳରବ ଶୁଣିବାକୁ ମିଳେ। ତାପରେ 5 ନମ୍ବରଟି କହିଛି ଜାତି ଶବ୍ଦରୁ ଜାତୀୟ ହେଲା ପରି ତଳେ ଥିବା ଶବ୍ଦଗୁଡ଼ିକ କ'ଣ ହେବ ତାହା ପାଖରେ ଥିବା ଘରେ ଲେଖିବା। ଦେଶ ହେବ ଦେଶୀୟ, ଦଳ ହେବ ଦଳୀୟ, ଜଳ ହେବ ଜଳୀୟ, ବାଷ୍ପ ହେବ ବାଷ୍ପୀୟ। ତାପରେ 6 ନମ୍ବରଟି କହିଛି ଗୋଟିଏ ଶବ୍ଦରେ ଲେଖ। କ ନମ୍ବରଟି କହିଛି ଯେଉଁମାନେ ଜଳରେ ବିଚରଣ କରନ୍ତି ଜଳଚର। ଖ ନମ୍ବରଟି କହିଛି ଯେଉଁମାନେ ସ୍ଥଳରେ ବିଚରଣ କରନ୍ତି ସ୍ଥଳଚର। ଗ ନମ୍ବରଟି କହିଛି ଯେଉଁମାନେ ଉଭୟ ଜଳ ଓ ସ୍ଥଳରେ ବିଚରଣ କରନ୍ତି ଉଭୟଚର। ଘ ନମ୍ବରଟି କହିଛି ଯେଉଁମାନେ ବନରେ ବିଚରଣ କରନ୍ତି ବନେଚର ବା ବନଚର। ତାପରେ 7 ନମ୍ବରଟି କହିଛି ଶୂନ୍ୟସ୍ଥାନ ପୂରଣ କର। ଗୋଟିଏ ଏଠାରେ କରିଦେଇଛି କ୍ଷୁଦ୍ର କ୍ଷୁଦ୍ରତର କ୍ଷୁଦ୍ରତମ, ସେପରି ହେବ ବୃହତ୍ ବୃହତ୍ତର ବୃହତ୍ତମ, ଦୀର୍ଘ ଦୀର୍ଘତର ଦୀର୍ଘତମ, ଉଚ୍ଚ ଉଚ୍ଚତର ଉଚ୍ଚତମ। ଏବେ ଆମେ ମନରୁ ଏଭଳି ଆଉ କେତୋଟି ଲେଖିବା। ମହତ୍ ମହତ୍ତର ମହତ୍ତମ, ଗୁରୁ ଗୁରୁତର ଗୁରୁତମ, ଲଘୁ ଲଘୁତର ଲଘୁତମ, ପ୍ରିୟ ପ୍ରିୟତର ପ୍ରିୟତମ। ତାପରେ 8 ନମ୍ବରଟି ଏଠାରେ ଉପରେ ଦିଆଯାଇଥିବା ଅନୁଚ୍ଛେଦରେ ଉପଯୁକ୍ତ ସ୍ଥାନରେ ପୂର୍ଣ୍ଣଚ୍ଛେଦ ଦେଇ ବାକ୍ୟଗୁଡ଼ିକ ନିମ୍ନ ସ୍ଥାନରେ ଲେଖିବା। ଲେଖିଲେ ହେବ ଭିତରକନିକା ଓଡ଼ିଶାର ଏକ ଅଭୟାରଣ୍ୟ ପୂର୍ଣ୍ଣଚ୍ଛେଦ। ଏଠାରେ ଜୀବଜନ୍ତୁ ନିର୍ଭୟରେ ରୁହନ୍ତି ପୂର୍ଣ୍ଣଚ୍ଛେଦ। ବିଶେଷ କରି ଅଲିଭ୍ ରେଡ୍ଲେ କଇଁଛ, ଜଙ୍ଗଲ ଜୀବଜନ୍ତୁ ଓ ମଣିଷ ମଧ୍ୟରେ ସମ୍ପର୍କ ବହୁ ପୁରାତନ ପୂର୍ଣ୍ଣଚ୍ଛେଦ। ଜଙ୍ଗଲ ଓ ଜୀବଜନ୍ତୁ ବଞ୍ଚି ନ ରହିଲେ ମଣିଷ ବଞ୍ଚିବା କଷ୍ଟକର ପୂର୍ଣ୍ଣଚ୍ଛେଦ। ତାପରେ 9 ନମ୍ବରଟି କହିଛି ଏହି ଚିତ୍ରକୁ ଆଧାର କରି ଅନୁଚ୍ଛେଦଟିଏ ଲେଖିବା। ଆନ୍ସାର। ଆକାଶରେ ଭାସି ବୁଲୁଛି ମେଘମାଳା, କେତେବେଳେ କେଉଁଠି ଖଣ୍ଡେ କଳା ମେଘ ଜଳବୃଷ୍ଟି କରୁଅଛି। ବର୍ଷା ଜଳରେ ପୁଷ୍କରିଣୀଟି ପୂରି ଉଠିଛି। ଜଳପୂର୍ଣ୍ଣ ପୁଷ୍କରିଣୀରେ ପଦ୍ମଫୁଲ ଫୁଟି ଏହାର ସୌନ୍ଦର୍ଯ୍ୟ ବଢ଼ାଉଛି। ପଦ୍ମ ପୋଖରୀକୁ ଅତ୍ୟନ୍ତ ପ୍ରିୟ ମନେକରି ହଂସମାନେ ମନ ଆନନ୍ଦରେ ଖେଳି ବୁଲୁଛନ୍ତି। ପଦ୍ମଫୁଲ ଓ ହଂସ ଉଭୟ ପୁଷ୍କରିଣୀଟିର ଶୋଭା ବଢ଼ାଉଛନ୍ତି। ତାପରେ 10 ନମ୍ବରଟି କହିଛି ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକରେ ଗାର ଦିଆଯାଇଥିବା ଶବ୍ଦଗୁଡ଼ିକର ଅର୍ଥ ଗୋଟିଏ ଶବ୍ଦରେ କ'ଣ ହେବ ତାହା ଝୁଡ଼ି ମଧ୍ୟରେ ଦିଆଯାଇଛି। ଝୁଡ଼ି ମଧ୍ୟରୁ ଉପଯୁକ୍ତ ଶବ୍ଦଗୁଡ଼ିକ ଖୋଜି ବାକ୍ୟ ପାଖରେ ଥିବା କୋଠରୀରେ ଲେଖିବା। କ ନମ୍ବରଟି ଦେଇଛି ସାପ, କୁମ୍ଭୀର ଇତ୍ୟାଦି ପ୍ରାଣୀମାନେ ଛାତିରେ ଭରା ଦେଇ ଚାଲନ୍ତି। ଆନ୍ସାର ହେବ ସରୀସୃପ। ଖ ନମ୍ବରଟି ଦେଇଛି ଇଲିଶି ସମୁଦ୍ରରେ ରହୁଥିବା ଗୋଟିଏ ମାଛ। ଆନ୍ସାର ହେବ ସାମୁଦ୍ରିକ। ଗ ନମ୍ବରଟି ଦେଇଛି ଗହୀରମଥା ସମୁଦ୍ର ନିକଟବର୍ତ୍ତୀ ବାଲୁକା ଶଯ୍ୟାରେ କଇଁଛମାନେ ଆସି ଅଣ୍ଡା ଦିଅନ୍ତି। ଆନ୍ସାର ହେବ ବେଳାଭୂମି। ଘ ନମ୍ବରଟି ଦେଇଛି ଭିତରକନିକା ଜଙ୍ଗଲରେ ପଶୁପକ୍ଷୀମାନେ ବିନା ଭୟରେ ବିଚରଣ କରନ୍ତି। ଆନ୍ସାର ହେବ ନିର୍ଭୟ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।